ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ସିଂହଡ଼ା ଗାଁରେ ଦୀର୍ଘ ବର୍ଷ ଧରି ପରସ୍ପର ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଗାଁରେ ହେଉଥିବା ପର୍ବପର୍ବାଣୀ ଗୁଡ଼ିକରେ ପୋଲିସ ଏବଂ ତହସିଲ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଥାଏ। ଗୋଟିଏ ଗାଁ କିନ୍ତୁ ନିଜ ନିଜ ଭିତରେ ମନମାଳିନ୍ୟ ଯୋଗୁଁ ଦୀର୍ଘ ବର୍ଷର ମୀମାଂସା ତୁଟି ନ ପାରିବାରୁ ଗାଁରେ ଅଷ୍ଟପ୍ରହରୀ ଦୋଳପର୍ବ ମା ମଙ୍ଗଳାଙ୍କ ଓଷା ଫିକା ପଡ଼ିଛି। ଆଜକୁ ପ୍ରାୟ 12 ଦିନ ଧରି ତଳସାହି ଏବଂ ଉପରସାହି ମଧ୍ୟରେ ବିବାଦ ଲାଗି ରହିଥିବାରୁ ଉଭୟଙ୍କ ମଧ୍ୟରେ କୌଣସି ସମାଧାନ ନ ହେବାରୁ ଗାଁର ପ୍ରତ୍ୟେକ ପର୍ବଗୁଡ଼ିକ ଉପରେ ପ୍ରଭାବ ପକାଇଛି। ଏପରି ସ୍ଥଳେ ଗାଁ ଦାଣ୍ଡରେ ଲକ୍ଷ୍ମଣ ଗାର ଟଣାଯାଇଥିବା ବେଳେ ପର୍ବପର୍ବାଣୀ ଆସିଲେ ଉଭୟ ସାହିର ଲୋକମାନେ ଏହି ଗାଁର ଅତିକ୍ରମ କରିବା ନିଷେଧ ହୋଇଥାଏ। ଗୋଟିଏ ଦିନରେ ଗାଁରେ ପୃଥକ ପୃଥକ ସାହିରେ ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ଦିନ ପାଳନ ହୋଇଥାଏ ଅଷ୍ଟପ୍ରହରୀ ନାମଯଜ୍ଞ। ଚଳିତ ବର୍ଷ ଜାନୁଆରୀ 24 ତାରିଖ ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ଲାଗି ଅଧିବାସ କରାଯାଇ ଶୁକ୍ରବାର ଦିନ ତମାମ ନାମଯଜ୍ଞ ହେବାକୁ ଥିବାବେଳେ ଏମାନଙ୍କ ମଧ୍ୟରେ ରହିଥିବା ବିବାଦ ସମାଧାନ ହୋଇନଥିବାରୁ ବାଧକ ସାଜିଛନ୍ତି ପୋଲିସ ଏବଂ ତହସିଲ ପ୍ରଶାସନ। କାରଣ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବାଧ୍ୟ ହୋଇ ପ୍ରଶାସନ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ପରଜଙ୍ଗ ତହସିଲଦାର ସୁଦେବ କୁମାର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯିବାକୁ ଜାନୁଆରୀ 20 ତାରିଖରେ ବୈଠକ କରିବା ପାଇଁ ଧାର୍ଯ୍ୟ ରଖିଥିଲେ ମଧ୍ୟ ଏଥିରେ କୌଣସି ସନ୍ତୋଷଜନକ ସମାଧାନ ହୋଇପାରିନଥିଲା। ଯାହାଫଳରେ 24 ଏବଂ 25 ତାରିଖରେ ହେବାକୁ ଯାଉଥିବା ଅଷ୍ଟପ୍ରହରୀ ନାମଯଜ୍ଞକୁ ବନ୍ଦ କରିବାକୁ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମୟୀ ନାୟକଙ୍କ ଚିଠି ନମ୍ବର 1/2026 US 163 BNSS 2023 ଅନୁଯାୟୀ ପରଜଙ୍ଗ ପୋଲିସ ଏବଂ ତହସିଲ ପ୍ରଶାସନ ଗାଁରେ ପହଞ୍ଚି ଗାଁର ପ୍ରମୁଖ ସ୍ଥାନମାନଙ୍କରେ ଥିବା କାନ୍ଥରେ ଏବଂ ପଞ୍ଚାୟତ କାର୍ଯ୍ୟରେ ନୋଟିସ ଛପାଯାଇଥିବା ବେଳେ ନାଲି ପତାକା ମଧ୍ୟ ମାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏତଦ୍ ବ୍ୟତୀତ ଗାଁରେ ଏକାଠି ହୋଇ ବସିବା, ବାଡ଼ି ପଥର ଧରି ବୁଲିବା ଏପରି 5ଟି ମାନଦଣ୍ଡ ଉପରେ ଗ୍ରାମର ଉଭୟ ସାହିର ବସ୍ତି ବାସିନ୍ଦାଙ୍କ ପାଇଁ ସତର୍କ ସୂଚନା ଦିଆଯାଇଛି। ଏପରି ନିୟମକୁ ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡରେ ଦଣ୍ଡିତ ହେବାକୁ ନୋଟିସରେ ଦର୍ଶାଯାଇଛି। କାର୍ଯ୍ୟକ୍ରମରେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ, ପରଜଙ୍ଗ ଆଇଆଇସି ଧୀରେନ କୁମାର ବେହେରା, ତହସିଲଦାର ସୁଦେବ କୁମାର ପୃଷ୍ଟି, ଏଏସଆଇ ଦେବଗ୍ରାହୀ ମହାନ୍ତି, ବିକାଶ କୁମାର ବେହେରା, ଅରୁଣୀ ଶାସୁନୀ, ଏଏସଆଇ ଯୁଗଳକିଶୋର ପ୍ରଧାନଙ୍କ ସମେତ ପୋଲିସ ବାହିନୀର କର୍ମଚାରୀମାନେ ଉପସ୍ଥିତ ଥିଲେ। ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୋଲିସ ପହରା ବନ୍ଦୋବସ୍ତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଏକ୍ସପ୍ରେସ ଓଡ଼ିଶା।